ଜୟ ଜଗନ୍ନାଥ ଆଜ୍ଞା। ଆଜ୍ଞା, ହୁଏତ ମୋ ଜୀବନର କାହାଣୀଟା ଆପଣମାନଙ୍କୁ ସାଧାରଣ ଲାଗିପାରେ, କିନ୍ତୁ ଏହି କାହାଣୀ ଭିତରେ ଥିବା ଦୁଃଖ, ସଂଘର୍ଷ ଆଉ ସ୍ୱପ୍ନ ଗୁଡ଼ିକ ମୋ ପାଇଁ ବହୁତ ବଡ଼ ଆଜ୍ଞା। ଛୋଟବେଳେ ଭାବିଥିଲି ବଡ଼ ହେଲେ ଏ ଜୀବନଟା ବହୁତ ସୁନ୍ଦର ହେବ, ହେଲେ ବଡ଼ ହେଲା ପରେ ବୁଝିଲି ଜୀବନଟା ସୁନ୍ଦର ହୁଏନି, ଜୀବନକୁ ସୁନ୍ଦର କରିବାକୁ ପଡ଼େ। ଆଉ ଜୀବନକୁ ସୁନ୍ଦର କରିବା ପାଇଁ ହେଲେ ଆମକୁ ବହୁତ ସାରା ଷ୍ଟ୍ରଗଲ୍ କରିବା ପାଇଁ ପଡ଼େ। ଜୀବନରେ ବହୁତ କିଛି ଇଚ୍ଛା ଆଉ ବହୁତ କିଛି ସ୍ୱପ୍ନ ଥିଲା, ସେଥିମଧ୍ୟରୁ କିଛି ସ୍ୱପ୍ନ ପୂରଣ ହେଲା ବା କିଛି ଇଚ୍ଛା ପୂରଣ ହେଲା, ଆଉ କିଛି ଇଚ୍ଛା ଆଉ କିଛି ସ୍ୱପ୍ନ ଏବେ ବି ଅଧୁରା ଅଛି। କେତେ ଥର ଏ ଜୀବନରେ ମୁଁ ମୋ ନିଜକୁ ପଚାରିଛି, ନିଜକୁ ପ୍ରଶ୍ନ କରିଛି, ଏ ଜୀବନ କେବଳ ମୋ ସହିତ କ'ଣ ପାଇଁ ଏମିତି ଘଟୁଛି? ମୁଁ କ'ଣ ଭୁଲ କରିଛି କାହା ସହିତ? ସତରେ କ'ଣ ମୁଁ ଦୋଷୀ? ସତରେ କ'ଣ ମୁଁ ଏତେ ବଡ଼ ଦୋଷ କରିଛି? ହେଲେ ଏବେ ଆଉ କାହାରିକୁ ବି ପ୍ରଶ୍ନ କରୁନି ବା ନିଜକୁ ବି ପ୍ରଶ୍ନ କରୁନି, କାରଣ ଏବେ ମୁଁ ବୁଝି ନେଇଛି ଏ ଜୀବନରେ ବଞ୍ଚିବା ପାଇଁ ହେଲେ ଏମିତି ଷ୍ଟ୍ରଗଲ୍ କରିବା ପାଇଁ ପଡ଼େ।